श्रीमद्भागवत प्रथम स्कंद अष्टादश अध्याय। कहन्ति सुत शुद्ध चेता षोडश कल ब्रह्मवेता। श्रीसुत उवाच द्रोणकुमार शस्त्राघाते जे राजा बंची गर्भगते कृष्णर अनुग्रह भावे नमला जननीर गर्भे ब्राह्मण कोपे शाप देला तक्षके मरतु बोइला तेणु तक्षक ताकु बळे बेगे दंशिला गंगा जले मरण जानी महीपति हृदय चिंतिला जदुपति हरि महिमा परिमाणी व्यासकु मर मुख शुणी छाड़ीन सर्वसंग हेले जे जीव ज्ञान तत्व बळे गंगारे छाड़ी निज प्राण गोविंदे पशिला शरण कृष्णर गाथा गुणपंती जे नित्ये हृदय चिंतन्ति कृष्णर कथा मृत तुंडे कही रोमांच निज पिंडे सर्वदा पाद जे स्मरन्ति मरणे किबा तांको भीति से राजा जेते दिन थिला संसारे कली न पशिला नंदनंदन जेते बेले तनु छाड़िले मही तले तक्षणे अधर्म पुरुष कलिए संसारे प्रवेश से राजा ताकु स्थान देई सारंग प्राय सार खाई कुशल कर्म जे करन्ति से फल ए देहे भुंजन्ति इतर चिंता न लागई जे शुभ कर्मे नित्य थाई से कली जुग भयंकर स्वभावे सुबुद्धि गभीर निरते अप्रमत्त होई सिंहर प्राय विक्रमयी प्रमत्त प्राय बाल मध्य से कली विहरे आनंदे से परीक्षित गुण गाथा जही प्रकाश कृष्ण कथा प्रसंगे कहिलई एबे जेणु पुछिल प्रिय भावे कृष्णर जेते गुण गाथा जे साधु जन मध्य कथा तार महिमा शुद्ध चित्ते कही बंचंती साधु संते नित्ये ताहार पद चिंती निश्चय गोविंदे पसंती सुत वचन शुणी करने मन आनंदे मुनि जने पर प्रसारी जने जन सुतंकु करंती कल्याण। ऋषिजन उवाच निर्मल जस गुण देहि चिरजीवने रह तुहि आंभे जे नर देहे बही तोर निकटे शुभे थाई कृष्ण अमृत कथा मान तोर वचनु करने पान करी बंचिलु दिना केते सुसाधु संगर आयत्ते ए यज्ञ कर्मे आंभ चित्त वेद वचने मोहगत ए यज्ञ धूमे धूमाकूल आंभर आत्माहीन बल फुटिलु यज्ञ बाटे भ्रमी पथुकी जेन्हे पथ श्रमी तुझे आंभर श्रम जानी कृष्ण अमृत कथा वाणी पान कराई श्रुति मार्गे रखिल आंभ प्राण बेगे हरि भक्त जन संगे जे क्षणे बंचे नर अंगे ता संगे स्वर्ग भोग मोक्ष के तुल्य करिब प्रत्यक्ष एणु जे करे साधु संग तरई ए भव तरंग प्राणी वांछित आशा एते अधिक क्लेश ए जगते कृष्ण कथारे रस जेते ताहा आस्वादी शुद्ध चिते केबार सज्ञ ताहा तेजे कर्ण जिह्वारे सुखे भुंजे
ଯାହାର ଗୁଣ ଅନ୍ତ ନାହିଁ ସ୍ୱଭାବେ ନିର୍ଗୁଣ ବୋଲାଇ ଭବ ବିରଞ୍ଚି ଯାର ଅନ୍ତ ପ୍ରମାଣି ନ ପାରେ ଜଗତ ଏଣୁ ଭକତ ପ୍ରାଣୀଙ୍କର ଭାବୁକ ମଧ୍ୟେ ତୁମ୍ଭେ ବର ମହତ ଜନଙ୍କ ଶରଣ ଯାହାର ଅଭୟ ଚରଣ ଶ୍ରୀକୃଷ୍ଣ ଉଦାର ଚରିତ ବିଶୁଦ୍ଧ ରସେ ଆମ୍ଭ ଚିତ୍ତ ଲୋଭିଲା ମଧୁକର ପ୍ରାୟେ ଭୂମୁନି କର ତୁ ସଦୟେ କହ ଗୋବିନ୍ଦ ରସ କଥା ଯେଣେ ଛାଡ଼ିବୁ ଭବ ବ୍ୟଥା ସେ ମହାଭାଗ ପରୀକ୍ଷିତ ଭକତ ମଧ୍ୟେ ବୁଦ୍ଧିମନ୍ତ ବ୍ୟାସନନ୍ଦନ ମୁଖୁବାଣୀ ସାନନ୍ଦେ ଗଙ୍ଗା ତୀରେ ଶୁଣି କୃଷ୍ଣର ପାଦ ପଦ୍ମଗନ୍ଧେ ଭୃଙ୍ଗଜେ ସନେ ମକରନ୍ଦେ ଗରୁଡ଼ ଧ୍ୱଜ ପାଦ ମୂଳେ ପ୍ରାଣନି ବେଶୀ ଗଙ୍ଗା ଜଳେ ପଶିଲା ସର୍ବସୁଖ ତେଜି ହରିଚରଣ ଭାବେ ଭଜି ତାର ଚରିତ ଯୋଗ ସାର ସେ ଯେ ଭକତ ମଧ୍ୟବର ଅନନ୍ତ ଚରିତ ସଂଯୁତ ଯେ କର୍ମ କଲେ ପରୀକ୍ଷିତ କହ ସକଳ ଆମ୍ଭ ଆଗ ତୁମ୍ଭେ ସହଜେ ମହାଭାଗ ଶୁଣି କହନ୍ତି ସୁତ ମୁନି ବିପ୍ରଙ୍କ ଭାବେ ଭାବ ଘେନି ସୁତ ଉବାଚ ବୋଲନ୍ତି ଭାଗ୍ୟ ଏ ମୋହର ବୃଦ୍ଧଙ୍କ ମଧ୍ୟେ ପୁରସ୍କାର ବିଲୋମେ ଜନ୍ମ ମୂଳ ଭିଲି ସତ୍କୁଳ ମଧ୍ୟେ ଗଣ୍ୟ ହେଲି ମହତ ଜନଙ୍କୁ ଯେ ପାଇ ତାର ଦୁଷ୍କୃତ ଦୋଷ କାହିଁ ଶ୍ରୀକୃଷ୍ଣ ନାମ ଯେ ଗୁଣନ୍ତି ଯେ ଅବା ଶ୍ରବଣେ ଶୁଣନ୍ତି ତାଙ୍କର କଥା କି କହିବା ତାଙ୍କୁ ସମାନ ଅଛି କେବା ସେ ହରି ସର୍ବଘଟେ ଥାଇ ଶରଣ ରକ୍ଷଣ ବୋଲାଇ ଅନନ୍ତ ଶକ୍ତି ଯେ ଅନନ୍ତ ମହାନ୍ତ ଗୁଣ ନାହିଁ ଅନ୍ତ ବ୍ରହ୍ମାଦି ଦେବ ଋଷି ଯେତେ ଯାଅନୁ ରୋଧେ ବେଦ ପଥେ ଯୋଗ ସମାଧି ତପେ ଚିନ୍ତି ଯେ ଲକ୍ଷ୍ମୀ କଟାକ୍ଷ ଇଚ୍ଛନ୍ତି ସେ ଲକ୍ଷ୍ମୀ ସର୍ବଗୁଣ ଛାଡ଼ି ତାର ଚରଣେ ଚିତ୍ତ ବଢ଼ି ନିତ୍ୟବ ସଇ ବକ୍ଷସ୍ଥଳେ ଧ୍ୟାନ ନିରୋପି ପାଦ ମୂଳେ କୃଷ୍ଣର ପାଦ ପଦ୍ମରଜେ ନିଷ୍କାମ ମାର୍ଗେ ନିତ୍ୟ ଭଜେ ଯାହାର ପାଦ ନଖ ଲାଗି ସ୍ୱଭାବେ ଗଙ୍ଗା ସୌଭାଗୀ ସେ ଗଙ୍ଗା ଜଳ ଏ ଜଗତେ ପୂଜନ୍ତି ବିରଞ୍ଚି ସହିତେ ସେ ଗଙ୍ଗା ନାମ ଉଚ୍ଚାରିଲେ ପ୍ରାଣୀ ତରନ୍ତି ପାପୁ ଭଲେ ଏଣୁ ମୁକୁନ୍ଦ ନାମ ବିନେ ସଂସାରେ କେବା ଉଚ୍ଚାରଣେ ସେ କି ପଦାର୍ଥ ଏ ଜଗତେ ଚିନ୍ତି ନ ପାରେ ମୁନି ସନ୍ଥେ ଯାର ଚରଣେ ସିଦ୍ଧ ଗଣେ ସମାଧି ଯୋଗ ଆଚରଣେ ଛାଡ଼ି ବିଷୟ ମୁନିଗଣ ନିତ୍ୟ କରନ୍ତି ସୁମରଣ ଭକ୍ତି ସମାଧି ଦୃଢ଼ାସନେ ତରିଲେ ସଂସାର ବନ୍ଧନେ ହେ ଆର୍ଯ୍ୟମଣ ମୁନି ଯେତେ ତୁମ୍ଭେ ଯେ ପଚାରିଲ ମୋତେ କହିବି କୃଷ୍ଣର ମହିମା ଯେ ଅବା ତାର ଗୁଣ ସୀମା କେ ଅବା ପାରେ ମୁଖେ କହି ଯେହ୍ନେ ଗଗନ ଅନ୍ତ ନାହିଁ କୃଷ୍ଣ ମହିମା ସେହି ମତେ ଯେ ପକ୍ଷୀ ଉଡ଼ି ପାରେ ଯେତେ ତାର ବାରତା ସେ ଜାଣନ୍ତି ଅଧିକେ ନ ପାରନ୍ତି ଚିନ୍ତି ଏଣୁ ପଣ୍ଡିତ ଜନ ଯେତେ ଜ୍ଞାନ ବିଚାରିଏ ଜଗତେ କୃଷ୍ଣର ମହିମା ବିଚାରେ ସହସ୍ର ଜନ୍ମେ କେବା ପାରେ ଏବେ ହୋ ଶୁଣ ବିପ୍ରଜନେ ହରିଚରିତ ଶୁଦ୍ଧ ମନେ ସେ ପରୀକ୍ଷିତ ଏକ ଦିନେ ମୃଗୟା ଅର୍ଥେ ଗଲା ବନେ ମୃଗ ନ ପାଇ ଘୋର ବନେ କ୍ଷୁଧିତ ତୃଷିତ ବଦନେ ଜଳ ନ ପାଇ ପଥଶ୍ରମେ ମିଳିଲା ମୁନିଙ୍କ ଆଶ୍ରମେ ଦେଖଇ ଏକ ବୃକ୍ଷ ତଳେ ବ୍ରାହ୍ମଣ ଆସନ ନିଶ୍ଚଳେ ଆନନ୍ଦେ ମୁଦ୍ରିତ ଲୋଚନେ ଆତ୍ମା ନିବେଶୀ ଯୋଗ ଧ୍ୟାନେ ନିଶ୍ଚଳ ଆତ୍ମା ମନ ବୁଦ୍ଧି ପବନ ନବ ଦ୍ୱାରେ ରୁନ୍ଧି ଇନ୍ଦ୍ରିୟ ଗଣ ପ୍ରତ୍ୟାହାରେ ଧ୍ୟାନିନ୍ ପ୍ରବେଶ ଶୂନ୍ୟପୁରେ ଆଧାର ଲିଙ୍ଗ ନାଭି ହୃଦେ କଣ୍ଠମଣ୍ଡଳ ଭୁରୁ ମଧ୍ୟେ ମନ ପବନ ବ୍ରହ୍ମରନ୍ଧ୍ରେ ନିବେଶୀ ଅଛନ୍ତି ଆନନ୍ଦେ ଯୋଗ ନିଶ୍ଚଳ ବ୍ରହ୍ମଭୂତ
ତିନି ବିକାରୁ ସେ ଅତୀତ ପ୍ରକୀର୍ଣ୍ଣ ଜଟାଭାର ଶିରେ ହରିଣ ଚର୍ମର ଉପରେ ଏମନ୍ତ ବିପ୍ରକୁଅ ନାଇ ତୃଷିତେ କଣ୍ଠ ଶୁଷ୍କ ହୋଇ ଜଳ ମାଗିଲା ମହାରାଜା ଇଚ୍ଛଇ ଆପଣାର ପୂଜା ଉଦକ ତୃଣ ଭୂମି ଆଦି ଅତିଥି ପୂଜାର ପ୍ରସିଦ୍ଧି ଅର୍ଘ୍ୟ ସୁନୃତ ସାଧୁ ବାଣୀ ନଲଭି କୋପେ ନୃପମଣି ମନେ ବିଚାରେ ମହାରାଜ ଅବଜ୍ଞା କଲା ମୋତେ ଦ୍ୱିଜ କ୍ଷୁଧା ତୃଷାର ବଳେ ମନ କ୍ଷଣ କ୍ଷଣକେ ଅଚେତନ ପ୍ରଚଣ୍ଡ କ୍ରୋଧ କୋପାନଳେ ମୃତ ଉରଗ ଧନୁ ହୁଳେ ବ୍ରାହ୍ମଣ ଗଳେ ନେଇ ଦେଲା ତକ୍ଷଣେ ନିଜ ପୁର ଗଲା ସେ ପରୀକ୍ଷିତ ନୃପମଣି ବ୍ରାହ୍ମଣ କଥା ମନେ ଗୁଣି ସର୍ବ ଇନ୍ଦ୍ରିୟର ନିବୃତ୍ତି ନୟନ ବୁଜି କିମ୍ପାଛନ୍ତି କିବା ଏ ରାଜାଙ୍କ ଆଗତ ନିମିତ୍ତେ କରି ଦୃଢ଼ ବର୍ତ୍ତ ତେଣୁ ଏ କପଟ ଏହାର ନିଶ୍ଚଳ ସମାଧି ଗୋଚର କିବା ଏ ରାଜାର ଆଗତ ନିମିତ୍ତେ କରି ଦୃଢ଼ ବ୍ରତ ତେଣୁ ଏ କପଟ ଏହାର ନିଶ୍ଚଳ ସମାଧି ଗୋଚର ଏତେ ଅବଜ୍ଞାନର ଦେହେ କ୍ଷତ୍ରିୟ ଜନ୍ମେ କେବା ସହେ ଏମନ୍ତେ ଗଲା ନରନାଥ ତକ୍ଷଣେ ବ୍ରାହ୍ମଣର ସୁତ ବାଳକ ସଙ୍ଗେ କ୍ରୀଡ଼ା କରେ ତେଜେ ଅନଳ ରୂପ ଧରେ ରାଜାର ଆଗମନ କଥା ପିତାର ଯେମନ୍ତ ବ୍ୟବସ୍ଥା ବାଳକ ମୁଖୁ ଶୁଣି କୋପେ ମିଳିଲା ପିତାର ସମୀପେ ପିତାର ଗଳେ ସର୍ପ ଦେଖି କୋପେ ଚଞ୍ଚଳ କଲା ଆଖି ସଂସାର ଧର୍ମ ଯେ ପାଳକ ଦେଖ ତାହାର ଅବିବେକ ଶ୍ୱାନର ପ୍ରାୟ ଚେଷ୍ଟା କଲା ଦାସତା ସ୍ୱାମୀକୁ ଲଙ୍ଘିଲା ବ୍ରାହ୍ମଣେ କ୍ଷତ୍ରିୟଙ୍କୁ ବରି ଯଜ୍ଞରେ ଦ୍ୱାରପାଳ କରି ଶ୍ୱାନର ପ୍ରାୟ ଦ୍ୱାରେ ଥାନ୍ତି ସେ ଭାଣ୍ଡେ ଭୋଜନ ଇଚ୍ଛନ୍ତି ଉତ୍ପଥ ପ୍ରାଣୀ ଦଣ୍ଡ ଅର୍ଥେ ଯେ କୃଷ୍ଣ ଥିଲେ ଜଗତେ ସେ ଯେଣୁ ନିଜ ପୁରେ ଗଲା ତେଣୁ ଏ ଅନ୍ୟାୟ ଚିନ୍ତିଲା ଏ ପ୍ରାଣୀ ସଂସାରେ ରହିଲେ ଧର୍ମ ନଥିବ ଏଥି ଭଲେ ଦେଖ ମୋହର ବିପ୍ରପଣ କରିବି ଏଥିର କାରଣ ଏମନ୍ତ ବାଳକଙ୍କୁ କହି ରଙ୍ଗନୟନେ ରୋଷ ବହି କୌଶିକୀ ଜଳେ ହସ୍ତ ଭରି ମାର୍ଜନା ଚମନ କରି ରାଜା ଉଦ୍ଦେଶ୍ୟ କରି ମନେ ବଜ୍ର ପ୍ରହାରଣ ବଚନେ ବୋଲଇ ଅଧର୍ମ ବିଚାର ଅନ୍ୟାୟ କଲା ଏପାମର ଆଜହୁଁ ଶପଥ ଦିବସେ ତକ୍ଷକ ଆସି ମହାରୋଷେ ତାର ଶରୀର ବେଗେ ଖାଉ ଏ ପାପି ଜଗତେ ନ ଥାଉ ମୋର ପିତାର ଦ୍ରୋହକାରୀ ସେ କିମ୍ପା ଥିବ ଦେହ ଧରି ଏମନ୍ତ ସାପ ତାକୁ ଦେଇ ମିଳିଲା ପିତା ପାଶେ ଯାଇ ପିତାର ଗଳେ ସର୍ପ ଦେଖି କାନ୍ଦଇ ଅତି ଦୁଃଖେ ଦୁଃଖୀ ପୁତ୍ର ରୋଦନ କର୍ଣ୍ଣେ ଶୁଣି ଧ୍ୟାନ ତେଜିଲା ବିପ୍ରମଣି ସେ ଆଙ୍ଗିରସ ନିଜାସନେ ଚାହିଁଲା ଉନ୍ମୀଳ ଲୋଚନେ ଆପଣା ଗଳେ ସର୍ପ ଦେଖି ଉଠିଲା ଆସନ ଉପେକ୍ଷୀ ଗଳାରୁ ସର୍ପକୁ ପକାଇ ପୁଚ୍ଛଇ ପୁତ୍ର ମୁଖ ଚାହିଁ ହେ ପୁତ୍ର କାନ୍ଦୁ କିସ ଅର୍ଥେ କେ ପ୍ରାଣୀ ଶୋକ ଦେଲା ତୋତେ ପିତା ବଚନ ଶୁଣି ବଳା ସଂକ୍ଷେପୀ ସକଳ କହିଲା ହେ तात ଶୁଣ ମୋର ବାଣୀ ମୃଗୟା ଆସି ନୃପମଣି ମୌନ ବ୍ରତ ତୋର ଦେଖି ସ୍ୱଧର୍ମ କଲା ସେ ଉପେକ୍ଷୀ ମୃତ ଉରଗ ତୋର ଗଳେ ଦେଇ ଚଳିଲା ଅବହେଳେ ମୁଁ ତାକୁ ଜାଣି ସାପ ଦେଲି ତକ୍ଷକେ ମର ତୁ ବୋଇଲି ଏବେ ତୋ ଗଳେ ସର୍ପ ଚାହିଁ ଭଏ କାନ୍ଦଇ ଦୂରେ ରହି ପୁତ୍ର ବଚନ ଶୁଣି କର୍ଣ୍ଣେ କୋପ ବସିଲା ବିପ୍ରମନେ ପୁତ୍ରକୁ ଚାହିଁ କୋପ ଭରେ ବୋଲଇ ନିଷ୍ଠୁର ଉତ୍ତରେ ଅଳପ ଅପରାଧେ ତୁହି ଏ କର୍ମ କଲୁ କିସ ପାଇଁ ସେ ଭାଗବତ ପୁଣ୍ୟ ଦେହି ଏ ସାପ ତାକୁ ନ ଯୋଗାଇ ଅହୋ ଆଶ୍ଚର୍ଯ୍ୟ ଦେଖ କଥା ଶୁଣି ମୋ ମନେ ଗରୁ ବ୍ୟଥା
ଅଳ୍ପ ଅପରାଧେ ଦେଖ ଦୁର୍ବୁଦ୍ଧି ବିହିଲୁ ବାଳକ। ଯାହାର ଭୁଜ ଆଶ୍ରେ କରି ଧର୍ମ ସମ୍ପଦ ସୁଖ ସିରି ପ୍ରଜାଏ ସୁଖିଣ ଭୁଞ୍ଜନ୍ତି। ସେ କି କାହାରେ ଦ୍ରୋହ ଚିନ୍ତି ବିଷ୍ଣୁର ଅଂଶ ନରପତି। କେ ଅଛି ତାରେ ଦ୍ରୋହ ଚିନ୍ତି ଏବେ ରାଜାର ଅନ୍ତେ ମହି। ଚୌର୍ଯ୍ୟ ବଳଦର୍ପ ବହି ଅରକ୍ଷ ମେଷ ଯୁଦ୍ଧ ପ୍ରାଏ। ଲୋକ ନ ଶିବେ ଚୋର ଭଏ ଧନ ହରିବେ ଅନ୍ୟୁ ଅନ୍ୟେ। ପ୍ରଜା ପଶିବେ ଘୋର ବନେ ନିର୍ଭୟେ ପଶୁଙ୍କୁ ହିଂସିବେ। ପରର ମଣି ନ ମାନିବେ ଅନାଥ ହୋଇବ ସଂସାର। ସେ ପାପ ହୋଇବ ଆମ୍ଭର ଧର୍ମ ଛାଡ଼ିବ ଚାରିପାଦେ। ଯେବା ବିହିତ ଅଛି ବେଦେ ବର୍ଣ୍ଣ ଆଶ୍ରମ ଯେ ଆଚାର। ଏ ତିନି ଧର୍ମ ଯେ ବେଦର ସେ ଧର୍ମ ତେଜି ଅଭ୍ୟନ୍ତରେ। ପଶିବେ ଅଧର୍ମ ବ୍ୟବହାରେ ସର୍ବେ ବୁଡ଼ିବେ ଅର୍ଥ କାମେ। ବଞ୍ଚିବେ ଶ୍ୱାନ କପି ଧର୍ମେ ଏ ଧର୍ମ ପାଳ ନରପତି। ସୁକୃତବନ୍ତ ଚକ୍ରବର୍ତ୍ତୀ ସାକ୍ଷାତେ ମହାଭାଗବତ। ସେ ରାଜ ଋଷି ପରୀକ୍ଷିତ କଲା ଯେ ତିନି ଅଶ୍ୱମେଧି। ଆଗମ ନିଗମ ପ୍ରସିଦ୍ଧି କ୍ଷୁଧାତୃଷାରେ ବୁଲି ବନେ। ମିଳିଲା ମୋହର ଆଶ୍ରମେ ତାହାଙ୍କୁ ଶାନ୍ତି ତୁ ନ କଲୁ। ବିଶେଷେ ଘୋର ସାପ ଦେଲୁ ସେ ଆମ୍ଭ ସାପ୍ୟ ଯୋଗ୍ୟ ନୋହେ। ଅଶେଷ ଧର୍ମେ ଦେହ ବହେ ଏମନ୍ତେ କୃଷ୍ଣ ମନେ ଧ୍ୟାଇ। ବ୍ରାହ୍ମଣ ବୋଲେ ତ୍ରାହି ତ୍ରାହି ନିଷ୍ପାପ ଭୃତ୍ୟ କୁଏ ବଳେ। ଦ୍ରୋହ ଚିନ୍ତିଲା ମହି ତଳେ ଅଳ୍ପ ବୁଦ୍ଧି ଏ ବାଳକ। ଏହାର ମନେ କଲା ଦୁଃଖ ଭୂନାଥ କରୁଣା ସାଗର। ବାଳକ ଦୋଷ କ୍ଷମା କର ନିନ୍ଦା କପଟ ଅବଜ୍ଞାନ। ସାପ ତାଡ଼ନ ଆଦି ମାନ କଲା ପ୍ରାଣୀଙ୍କି ପ୍ରତିକୃତ। ନ କରେ ଯେ ତୋର ଭକତ ତୋହର ଭକତ ଯେ ଜନ। କୋପନ ବସେ ତାର ମନ ପ୍ରାଣୀଙ୍କ ଅପରାଧ ସହେ। ତୋହର ଭାବେ ଚିତ୍ତ ବହେ ଅତି ଅନ୍ୟାୟ କର୍ମ ମୋର। ମୁକର୍ମହୀନ ଦୁରାଚାର ନିରପରାଧେ ଦ୍ରୋହ ଚିନ୍ତି। ଏ ମୋର ଚିତ୍ତେ ଗରୁ ଭ୍ରାନ୍ତି। ଦେବ ହେଳନ କର୍ମ ମୋର ନିଶ୍ଚେ ଲଭିଲି ଦାମୋଦର। ଦୁଃଖ ମୁଁ ଲଭିବି ନିକଟେ ଏ ଘୋର ସଂସାର ସଙ୍କଟେ। ଏମନ୍ତେ ପୁତ୍ର ଅପରାଧେ ମହତ ସାପ ଅପବାଦେ। ଅନୁତାପିତ ବିପ୍ରବର ବୋଲେ ଗୋବିନ୍ଦ ରକ୍ଷା କର। ହରି ହରି ବୋଲ। ରାଜା ଯେ ଅପରାଧ କଲା ସେ କଥା ଚିତେ ନ ଘେନିଲା। ଏ ନର ଲୋକେ ସାଧୁ ଯେତେ କୋପନ ବସେ ତାଙ୍କ ଚିତେ। ପ୍ରାଣୀଙ୍କ ଦୋଷ ନ ଘେନନ୍ତି ସ୍ମୃତିରେ ହରସ ନୁହନ୍ତି। ପର ଦୁଃଖରେ ଦୁଃଖୀ ହୁଅନ୍ତି ସମଦୃଷ୍ଟିରେ ଆତ୍ମା ଚିନ୍ତି। ସେ ସାଧୁ ଜନଙ୍କର କଥା କେବେ ହେନୁ ହଇ ଅନ୍ୟଥା। ବୋଲଇ ଦାସ ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ। ସୁଜନ ଜନଙ୍କର ହିତେ ଯେବା ପ୍ରକାଶ ମୋର ଚିତେ। ସୁଜନେ ନ ଘେନିବ ଦୋଷ ମୁଁ ତୁମ୍ଭ ଦାସଙ୍କର ଦାସ। ସୁଜନେ ନ ଘେନିବ ଦୋଷ ମୁଁ ତୁମ୍ଭ ଦାସଙ୍କର ଦାସ। हरि हरि बोल। इति श्रीमद्भागवते महापुराणे पारमहंस्यां संहितायां प्रथमस्कन्धे विप्रशापोल्लम्बनं नाम 18 अध्याय।